ଆସନ୍ତୁ ଜାଣିବା ଶୀତଦିନେ ଗୋଇଠି ଫଟାରୁ କିପରି ପାଇବେ ମୁକ୍ତି। ଆଜିଠାରୁ କରନ୍ତୁ ଏହି 4ଟି ଉପାୟ। ସାଧାରଣତଃ ଶୀତଦିନେ ଆମ ତ୍ୱଚା ଶୁଷ୍କ ହୋଇଯିବା ଫଳରେ ଚର୍ମ ଫାଟିଥାଏ। ଏହାର ଅଧିକ ପ୍ରଭାବ ଆମ ଗୋଇଠି ଏବଂ ଓଠ ଉପରେ ପଡ଼ିଥାଏ। ଥଣ୍ଡା ବହିବା ହେତୁ ଆମ ଗୋଇଠି ଫାଟିବା ସହ କଷ୍ଟ ଏବଂ କୁଣ୍ଡେଇ ହୋଇଥାଏ। ବେଳେବେଳେ ଗୋଇଠି ଫାଟି ମଧ୍ୟ ରକ୍ତ ବାହାରିଥାଏ। ଗୋଇଠି ଫଟା ପାଇଁ ମହିଳାମାନଙ୍କୁ ଅଧିକ କଷ୍ଟ ସହିବାକୁ ପଡ଼ିଥାଏ। ତେଣୁ ଆଜି ଆମେ କିଛି ଘରୋଇ ଉପାୟ ଆଲୋଚନା କରିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଗୋଇଠି ଫଟାରୁ ମୁକ୍ତି ପାଇପାରିବେ। ତେବେ ଜାଣନ୍ତୁ ସେହି ଉପାୟ ଗୁଡ଼ିକ କ'ଣ? ଚାଉଳ ଗୁଣ୍ଡକୁ ଆପଣ ଗୋଇଠି ଫଟା ପାଇଁ ବ୍ୟବହାର କରିପାରିବେ। 2 ଚାମଚ ଚାଉଳ ଗୁଣ୍ଡ, 4 ଡ୍ରପ ଆପେଲ ଭିନେଗାର ଏବଂ 1 ଚାମଚ ମହୁ ଏବଂ 2 ଚାମଚ ନଡ଼ିଆ ତେଲ ମିଶାଇ ଫଟା ପାଦରେ ମାଲିସ କରନ୍ତୁ। ଏହାଦ୍ୱାରା ଫାଟି ଯାଇଥିବା ଜାଗାରେ ନୂଆ ସ୍କିନ୍ ପୂରଣ ହେବାକୁ ଲାଗିଥାଏ ଏବଂ ପୀଡ଼ାରୁ ରକ୍ଷା କରିଥାଏ। ଫାଟି ଯାଇଥିବା ଗୋଇଠିରୁ ମୁକ୍ତି ପାଇବା ପାଇଁ ଫଟା ଯାଇଥିବା ଭଲ ଜାଗା ସଫା କରନ୍ତୁ। ଲେମ୍ବୁ, ଚିନି ଏବଂ ମହୁର ଏକ ପେଷ୍ଟ ବନାଇ ଫଟା ଗୋଇଠିକୁ ସଫା କରନ୍ତୁ। ଏହା କରିବା ଦ୍ୱାରା ଫାଟିଥିବା ଗୋଇଠିରେ ମୃତ ଚର୍ମ ବାହାରିଯାଏ। ଫଳରେ ଗୋଇଠିରେ ହୋଇଥିବା କଷ୍ଟ ଦୂର ହୋଇଥାଏ। ଗରମ ପାଣି ମଧ୍ୟ ଲାଭଦାୟକ। ଆପଣ ହାଲୁକା ଉଷୁମ ପାଣିରେ ପାଦ ବୁଡ଼ାଇ କିଛି ସମୟ ରଖନ୍ତୁ। ଏହାପରେ ଗୋଇଠିକୁ ଭଲ ଭାବେ ମାର୍କେଟରେ ମିଳୁଥିବା ଷ୍ଟୋନରେ ଘଷନ୍ତୁ। ଏହାପରେ ନଡ଼ିଆ ତେଲ ବା ଅଲିଭ ଅଏଲକୁ ଉଷୁମ କରି ଫଟା ଜାଗାରେ ମାଲିସ କରନ୍ତୁ। ଏହା ଗୋଇଠି ଫଟା ରୋକିବାରେ ସାହାଯ୍ୟ କରିଥାଏ। ଭେସେଲିନ୍ ମଧ୍ୟ ଗୋଇଠି ଫଟାରୁ ରକ୍ଷା କରିଥାଏ। ଶୋଇବା ପୂର୍ବରୁ ହାଲୁକା ଗରମ ପାଣିରେ ପାଦ ଧୋଇ ଭେସେଲିନ୍ ଲଗାନ୍ତୁ। ଏହାଛଡ଼ା ଆପଣ ତେଲ ଲଗାଇ ସକ୍ସ ପିନ୍ଧି ଶୋଇପାରିବେ। ସକାଳେ ଏହାକୁ ଖୋଲିବା ପରେ ଦେଖାଯାଏ ଯେ ଫାଟିଥିବା ସ୍ତର ଛାଡ଼ିଯାଏ। ଏହା ଧୀରେ ଧୀରେ ଠିକ୍ ହେବାରେ ଲାଗିଥାଏ। ଏମିତି ନୂଆ ନୂଆ କିଛି କଥା ଜାଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ରହୁଛି, ନମସ୍କାର।